ସଦାପ୍ରଭୁଙ୍କ ନାମରେ ଧନ୍ୟବାଦ ହେଉ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣ ସମସ୍ତ ଲୋକଙ୍କୁ ପ୍ରଭୁ ଯୀଶୁଙ୍କ ନାମରେ ମୁଁ ଦୟାଦାନ ନମସ୍କାର କରୁଅଛି। ପ୍ରଭୁଙ୍କର ପ୍ରିୟ ଲୋକମାନେ, ବର୍ତ୍ତମାନ ସମୟର ପ୍ରଚାର, ଶେଷ ସମୟରେ ବିଚାର। ଆପଣମାନେ ବୁଝିପାରୁଥିବେ ପ୍ରଭୁଙ୍କର ପ୍ରିୟ ଲୋକମାନେ, ବର୍ତ୍ତମାନ ସମୟରେ ଅନେକ ପ୍ରଭୁଙ୍କର ପ୍ରିୟ ଦାସମାନେ, ଭବିଷ୍ୟତ ବକ୍ତା ଆଜ୍ଞାମାନେ, ପାଳକ ଆଜ୍ଞାମାନେ, ଗୁରୁ ଆଜ୍ଞାମାନେ ଏବଂ ମଣ୍ଡଳୀର ବିଶ୍ୱାସୀମାନେ ଅନେକ ସମୟରେ ଅନେକ ଜାଗାରେ ଲୋକମାନଙ୍କୁ କହୁଛନ୍ତି ଯେ ବାବୁରେ ତୁମେମାନେ ସୁଧୁରି ଯାଅ, ଖରାପ କାର୍ଯ୍ୟ କର ନାହିଁ, ପ୍ରଭୁଙ୍କ ପ୍ରତି ଫେର। এই ବିଷୟ ଲୋକମାନଙ୍କୁ ଶିକ୍ଷା ଦେଉଛନ୍ତି। କିନ୍ତୁ ଏମାନଙ୍କ ମଧ୍ୟରୁ ଏମିତି ଲୋକମାନେ ମଧ୍ୟ ଅଛନ୍ତି, ଲୋକମାନେ ଯେମିତି ହୁଅନ୍ତୁ ହଉ, କିନ୍ତୁ ଆମେମାନେ ଶିକ୍ଷା ଦେବା। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନେ ମିଟିଂରେ ହେଉ କିମ୍ବା ମଣ୍ଡଳୀରେ ହେଉ କିମ୍ବା ଆପଣମାନଙ୍କର ସାଇ ପଡ଼ିଶାରେ ବିଶ୍ୱାସୀ ମାନେ ମଧ୍ୟ ହୁଅନ୍ତୁ, ଆପଣମାନଙ୍କୁ କ'ଣ ବୋଲି କହୁଛନ୍ତି? ପ୍ରଭୁଙ୍କ ପ୍ରତି ଫେର, ଖରାପ କାର୍ଯ୍ୟକୁ ପରିତ୍ୟାଗ କର। ପ୍ରଭୁ ଯୀଶୁ ଏମିତି କହିଛନ୍ତି, ଏମିତି କରିବା ଦରକାର, ସେ ବିଷୟକୁ କରିବା ଭୁଲ ଅଟେ। ଅନେକ ପ୍ରକାର ଶିକ୍ଷା ଦେଉଛନ୍ତି। କିନ୍ତୁ ବର୍ତ୍ତମାନ ସମୟରେ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଅନେକ ଲୋକମାନେ ମାନୁନାହାନ୍ତି। ସେଥିପାଇଁ ଆପଣମାନଙ୍କ ପାଖରେ ପ୍ରଭୁଙ୍କର ପ୍ରିୟ ଲୋକମାନେ, এই ভিডিওକୁ ବନାଇବା ନିମନ୍ତେ, এই ବିଷୟକୁ ଆପଣମାନଙ୍କ ପାଖରେ ପ୍ରକାଶ କରିବା ନିମନ୍ତେ ଇଚ୍ଛା କଲି। କାରଣ ବର୍ତ୍ତମାନ ସମୟର ପ୍ରଚାର, ଶେଷ ଦିନରେ ବା ଶେଷ ସମୟରେ ବିଚାର। ଆପଣମାନଙ୍କୁ ମୋତେ ସମସ୍ତ ଲୋକଙ୍କୁ ସୁଯୋଗ ଅଛି, ସମୟ ଅଛି। এই ସୁଯୋଗ ଥାଉ ଥାଉ, ସମୟ ଥାଉ ଥାଉ ଆମେମାନେ ସୁଧୁରିବା ଦରକାର। ପ୍ରଭୁଙ୍କ ପ୍ରତି ଆମେମାନେ ଫେରିବା ଦରକାର। ଅନେକ ପ୍ରଭୁଙ୍କର ପ୍ରିୟ ଦାସମାନେ ପ୍ରଚାର କରି କହୁଛନ୍ତି, ସୁଧୁରି ଯାଅ, ପ୍ରଭୁଙ୍କ ପାଖରେ ଫେର। କିନ୍ତୁ ଅନେକ ସମୟରେ ଅନେକ ଲୋକମାନେ ସେମାନଙ୍କର କଥାକୁ ମାନୁନାହାନ୍ତି। କାରଣ ବର୍ତ୍ତମାନ ସମୟରେ ଲୋକମାନଙ୍କୁ ଯଦି ସତ୍ୟ ବିଷୟ ଯଦି ପ୍ରକାଶ କରାଯାଏ, ତାହେଲେ ଲୋକମାନଙ୍କୁ ବାଦି ଯାଉଛି। କିନ୍ତୁ ଲୋକମାନେ ନିଜର କାନକୁ ସୁନ୍ଦର ଲାଗିଲା ଭଳି ଶିକ୍ଷକମାନଙ୍କୁ ସଂଗ୍ରହ କରୁଛନ୍ତି। କିନ୍ତୁ ପ୍ରଭୁଙ୍କର ପ୍ରିୟ ପ୍ରତ୍ୟେକ ଲୋକମାନେ, ଆପଣମାନଙ୍କୁ କହୁଅଛି, ଆମେମାନେ ଯଦି ସମୟ ଥାଉ ଥାଉ, ସୁଯୋଗ ଥାଉ ଥାଉ ଯଦି ସୁଧୁରିବା ନାହିଁ, ଖରାପ କାର୍ଯ୍ୟକୁ ଯଦି ପରିତ୍ୟାଗ କରିବା ନାହିଁ, ପ୍ରଭୁଙ୍କ ପ୍ରତି ଆମେମାନେ ଫେରିବା ନାହିଁ, ଆମର ନିଜର ପାପକୁ ଯଦି ପ୍ରଭୁଙ୍କ ପାଖରେ ଯାଇ ଆମେ ଯଦି ସ୍ୱୀକାର କରିବା ନାହିଁ, ଅନୁତାପ କରିବା ନାହିଁ, ତାହେଲେ ଆମ ସମସ୍ତଙ୍କର ଏକ ଦିନରେ ପ୍ରଭୁ ଯୀଶୁ ବିଚାର କରିବେ। এই ପୃଥିବୀରେ ଆମେମାନେ ଯେତେ ଜଣ ଅଛୁ, ସମସ୍ତ ଲୋକଙ୍କୁ ପ୍ରଭୁ ବିଚାର କରିବେ। ଆମେମାନେ ବିଚାରିତ ହେବା। ବର୍ତ୍ତମାନ ସମୟରେ ଏତିକି ସୁଯୋଗ ମିଳୁଛି ଯେ ତାର ସୀମା ନାହିଁ। ଆମ୍ଭମାନଙ୍କୁ ଏତିକି ସୁଯୋଗ ମିଳୁଛି, ଏମିତି ବାକ୍ୟ ମିଳୁଛି। ଅନେକ ସମୟରେ ଆମେମାନେ ଶୁଣୁଛୁ, ବାଇବଲ ଅଧ୍ୟୟନ କରୁଛୁ, ପ୍ରଭୁଙ୍କର ପ୍ରିୟ ଦାସମାନେ କହୁଛନ୍ତି, এই ସୁଯୋଗକୁ ଯଦି ଆମେମାନେ ହାତ ଛଡ଼ା କରିବା, ତାହେଲେ ପ୍ରଭୁଙ୍କର ପ୍ରିୟ ଲୋକମାନେ କ'ଣ ହୋଇପାରିବ? ଦୁଇ ପାର୍ଶ୍ୱରେ ଦୁଇଟି ଚୋର ଥିଲେ, ମଧ୍ୟରେ ପ୍ରଭୁ ଯୀଶୁ ଥିଲେ। ଗୋଟିଏ ଚୋର ସେ ନିଜକୁ ସ୍ୱୀକାର କରୁଅଛି, ଆଉ ଗୋଟିଏ ଚୋର ଯୀଶୁଙ୍କୁ ନିନ୍ଦା କରୁଅଛି। ଆପଣମାନେ ଅଧ୍ୟୟନ କରିଥିବେ। କିନ୍ତୁ ଜୀବନର କର୍ତ୍ତା ସେଇ ପ୍ରଭୁ ଯୀଶୁ ସେଇ ବ୍ୟକ୍ତିଙ୍କ ପାଖରେ ଥାଇ ମଧ୍ୟ ନିଜର ପ୍ରାଣକୁ ସେ ହରାଇଲା। କିନ୍ତୁ ଆଉ ଗୋଟିଏ ଚୋର ନିଜର ଭୁଲକୁ ସ୍ୱୀକାର କରିଥିବା ହେତୁ ସେ ପ୍ରଭୁ ଯୀଶୁଙ୍କର ସହିତ ସ୍ୱର୍ଗକୁ ଗଲା। ଠିକ୍ ସେମିତି ବର୍ତ୍ତମାନ ସମୟରେ ପ୍ରଭୁଙ୍କର ପ୍ରିୟ ଲୋକମାନେ,
ଜୀବନର କର୍ତ୍ତା ଆମ୍ଭମାନଙ୍କ ପାଖରେ ଅଛନ୍ତି। ଯଦି ଆମେ ଜାଣି ଶୁଣିକି ଯଦି ନିଜର ଭୁଲକୁ ଯଦି ସ୍ୱୀକାର କରିବା ନାହିଁ ପ୍ରଭୁଙ୍କ ପାଖରେ, ତାହେଲେ ଜୀବନର କର୍ତ୍ତା ନିଜର ପାଖରେ ଥାଇ ମଧ୍ୟ ଆମ୍ଭେମାନେ ନରକକୁ ଯିବା। କିନ୍ତୁ ପ୍ରଭୁ ଯୀଶୁ ସୁଯୋଗ ଦେଉଅଛନ୍ତି, କାରଣ ବର୍ତ୍ତମାନ ସମୟର ପ୍ରଚାର, ଶେଷ ଦିନରେ ବିଚାର। ଆମ୍ଭେମାନେ ସମସ୍ତ ଲୋକ ବିଚାରିତ ହେବା। ପ୍ରଭୁ ଯୀଶୁ ଗୋଟିଏ ଦିନ ସ୍ଥିର କରିଛନ୍ତି, এই ପୃଥିବୀରେ ଆମ୍ଭେମାନେ ସେତେଦିନ ପର୍ଯ୍ୟନ୍ତ ଜୀବିତ ଥିବା, ସେତେଦିନ ପର୍ଯ୍ୟନ୍ତ ମନୁଷ୍ୟ ଜୀବନରେ ଯାହା ଯାହା ଘଟିଅଛି, ଆମ୍ଭେମାନେ କ'ଣ କ'ଣ କାର୍ଯ୍ୟ କରିଅଛୁ, କେତେ ଭଲ କାର୍ଯ୍ୟ କରିଛୁ, କେତେ ମନ୍ଦ କାର୍ଯ୍ୟ କରିଅଛୁ, এই ସବୁ ବିଷୟକୁ ନେଇ ସଦାପ୍ରଭୁ ଗୋଟିଏ ଦିନ ସ୍ଥିର କରିଛନ୍ତି। ସେଇ ଦିନରେ ଆମ୍ଭମାନଙ୍କୁ ବିଚାରିତ ହେବାକୁ ପଡ଼ିବ ଏବଂ ସେଇ ସଦାପ୍ରଭୁ ବିଚାର କରିବେ। ଯଦି ଆମ୍ଭେମାନେ ଖରାପ କାର୍ଯ୍ୟ କରିଥାଉ, ପ୍ରଭୁଙ୍କ ଦୃଷ୍ଟିରେ ଯଦି ମନ୍ଦ କାର୍ଯ୍ୟ କରିଥାଉ, ତାହେଲେ ପ୍ରଭୁ ଯୀଶୁ ଅଗ୍ନିରେ ନିକ୍ଷେପ କରିବେ। ଯଦି ପ୍ରଭୁଙ୍କ ଦୃଷ୍ଟିରେ ଯଦି ଆମେ ଭଲ କାର୍ଯ୍ୟ କରିଥାଉ, ତାହେଲେ ପ୍ରଭୁ ଯୀଶୁ ସ୍ୱର୍ଗରେ ସ୍ଥାନ ଦେବେ ବା ରଖିବେ। ସେଥିପାଇଁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନଙ୍କ ପାଖରେ ପ୍ରକାଶ କଲି ବର୍ତ୍ତମାନ ସମୟର ପ୍ରଚାର, ଶେଷ ଦିନର ବିଚାର। ବର୍ତ୍ତମାନ ପ୍ରଚାର କରି ଅନେକ କହୁଛନ୍ତି ପ୍ରଭୁଙ୍କର ପ୍ରିୟ ଦାସମାନେ, ଆପଣମାନେ ମଧ୍ୟ କହୁଥିବେ, ମୁଁ ମଧ୍ୟ କହୁଅଛି ଆପଣମାନଙ୍କୁ, ଆମେମାନେ ଯଦି ସମୟ ଥାଉ ତ, ସୁଯୋଗ ଥାଉ ତ, ଯଦି ସୁଧୁରିବା ନାହିଁ, ପ୍ରଭୁଙ୍କ ପ୍ରତି ଫେରିବା ନାହିଁ, ତାହେଲେ ପ୍ରଭୁ ଯୀଶୁ ଆମକୁ କେମିତି ସୁଧରାଇବେ, କେମିତି କରିବେ ପ୍ରଭୁ ଯୀଶୁ ଜାଣିଅଛନ୍ତି। ଆମେମାନେ ଭାବୁଛୁ ମୋର ବିଷୟରେ କେହି ଜାଣନ୍ତି ନାହିଁ, କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆମ୍ଭମାନଙ୍କର ବିଷୟରେ ଆମେ ନିଜେ ଜାଣିଛୁ ଏବଂ ଯେଉଁ ପରମେଶ୍ୱର ଆମକୁ ସୃଷ୍ଟି କରିଅଛନ୍ତି ସେହି ପରମେଶ୍ୱର ଜାଣିଅଛନ୍ତି। ଗୋଟିଏ ଦିନ ପ୍ରଭୁ ଯୀଶୁ ସ୍ଥିର କରିଛନ୍ତି। ଅନେକ ଲୋକ କହନ୍ତି, ମୁଁ କାହିଁକି ବିଚାରିତ ହେବି, କାହିଁକି ବିଚାରିତ ହେବି, এই ପ୍ରକାର କହନ୍ତି। କିନ୍ତୁ ଆପଣମାନେ କ'ଣ କ'ଣ କାର୍ଯ୍ୟ କରିଅଛନ୍ତି, କେତେ ଭଲ କାର୍ଯ୍ୟ କରିଛନ୍ତି, କେତେ ମନ୍ଦ କାର୍ଯ୍ୟ କରିଛନ୍ତି, এই ସବୁ ବିଷୟକୁ ନେଇ ପ୍ରଭୁ ଯୀଶୁ ବିଚାର କରିବେ। সেই ବିଚାରିତ ହେବା ଦିନକୁ ଆପଣମାନେ ସାମ୍ନା କରିପାରିବେ କି ପ୍ରଭୁଙ୍କର ପ୍ରିୟ ଲୋକମାନେ, ଯେ ମୁଁ ସ୍ୱର୍ଗକୁ ଯିବି ବୋଲି ଆପଣମାନେ କରିଛନ୍ତି? କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନଙ୍କ ପାଇଁ ଈଶ୍ୱରଙ୍କର ପବିତ୍ର ବାଇବଲରେ ଲେଖା ଯାଇଥିବା କେତୋଟି ପଦ ପର୍ବ ପ୍ରକାଶ କରିବା ପାଇଁ ଚାହେଁ। କାରଣ ବର୍ତ୍ତମାନ ସମୟର ପ୍ରଚାର, ଶେଷ ଦିନର ବିଚାର। ବର୍ତ୍ତମାନ ପ୍ରଚାର ଚାଲିଛି, କିନ୍ତୁ ଶେଷ ଦିନରେ ଆମେ ଯଦି ସମୟ ଥାଉ ଥାଉ, ସୁଯୋଗ ଥାଉ ଥାଉ, ଆମେମାନେ ପରିବର୍ତ୍ତନ ହେବା ନାହିଁ, ତାହେଲେ ବିଚାର ଅଛି। এই ବିଷୟକୁ ଆପଣମାନେ ଧ୍ୟାନ ଦିଅନ୍ତୁ। ଏବଂ ଯେଉଁ ପରମେଶ୍ୱରଙ୍କୁ ଆପଣମାନେ ସେବା ଆରାଧନା କରୁଛନ୍ତି, সেই ପରମେଶ୍ୱର ଆଶୀର୍ବାଦ 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 ହିଁ କରନ୍ତି ନାହିଁ। ଯଦି ତାହାଙ୍କ ଦୃଷ୍ଟିରେ ଆମ୍ଭେମାନେ ଯଦି ମନ୍ଦ କାର୍ଯ୍ୟ କରିବା, ତାହେଲେ ସେ ବିନାଶ ମଧ୍ୟ କରିଦେଇ ପାରନ୍ତି। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନେ ଜାଣିବା ଦରକାର। ଆସନ୍ତୁ ଆମେମାନେ ଈଶ୍ୱରଙ୍କର ପବିତ୍ର ବାଇବଲରେ ଲେଖା ଯାଇଥିବା କେତୋଟି ପଦ ପର୍ବ ଆପଣମାନଙ୍କ ପାଖରେ ପ୍ରକାଶ କରିବା ପାଇଁ ଚାହେଁ। এই ଜାଗାରେ ଲେଖାଯାଏ ସିପୋନୀୟ ଭବିଷ୍ୟତ ବକ୍ତାଙ୍କ ପୁସ୍ତକ, ତାର 1 ପର୍ବ ତାର 18 ପଦରେ ଲେଖାଯାଏ, ପୁଣି ସଦାପ୍ରଭୁଙ୍କ କ୍ରୋଧର ଦିନରେ ସେମାନଙ୍କର ରୂପା କିମ୍ବା ସେମାନଙ୍କର ସୁନା ସେମାନଙ୍କୁ ଉଦ୍ଧାର କରିପାରିବ ନାହିଁ, ମାତ୍ର ତାହାଙ୍କର ଅନ୍ତର୍ଜାଳା ରୂପ ଅଗ୍ନିରେ ସମୁଦାୟ ଦେଶ ଗ୍ରାସିତ ହେବ। କାରଣ ସେ ଦେଶ ନିବାସୀ ସମସ୍ତଙ୍କୁ ନିଃଶେଷ କରିବେ, ହଁ ଭୟାନକ ରୂପେ ନିଃଶେଷ କରିବେ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଏହି ପୃଥିବୀକୁ ବିନାଶ କରିବା ନିମନ୍ତେ, ମନୁଷ୍ୟମାନଙ୍କୁ ବିଚାର କରିବା ନିମନ୍ତେ ଗୋଟିଏ ଦିନ ସ୍ଥିର କରିଛନ୍ତି। କିନ୍ତୁ
তার 2 পর্ব 1 পদ এবং 2 পদ 3 পদ যদি দেখিবে প্রভুঙ্কর প্রিয় লোক মানে তাহলে লেখা যায়, হে লজ্জাহীনী গোষ্ঠী তুমি মানে একত্র হুও, হ্যাঁ একত্র হুও, আজ্ঞা সফল হেবা পূর্বে, আজ্ঞা সফল হেবা পূর্বে, দিন তুষ পরি উড়িছিবা পূর্বে। আপন মানে বুঝছন্তু প্রভুঙ্কর প্রিয় লোক মানে, দিন তুষ পরি উড়িছিবা পূর্বে ସଦାପ୍ରଭୁଙ୍କର ପ୍ରଚଣ୍ଡ କ୍ରୋଧ ତୁମ୍ଭମାନଙ୍କ ଉପରେ ଆସିବା ପୂର୍ବେ, ସଦାପ୍ରଭୁଙ୍କ କ୍ରୋଧର ଦିନ ତୁମ୍ଭମାନଙ୍କ ଉପରେ ଆସିବା ପୂର୍ବେ ଏକତ୍ର ହୁଅ। ପ୍ରଭୁ ଆମକୁ ସୁଯୋଗ ଦେଉଛନ୍ତି ସୁଧୁରିବା ପାଇଁ, ପ୍ରଭୁଙ୍କ ପାଖରେ ଫେରିବା ପାଇଁ। ଯଦି ଏ ସୁଯୋଗକୁ ଯଦି ଆମେମାନେ ହାତ ଛଡ଼ା କରିବା, ଫେରିବା ନାହିଁ, ତାହେଲେ ଆମେ ଶେଷ ଦିନରେ କହିପାରିବା ନାହିଁ ସେ ପ୍ରଭୁ ମୋତେ ସୁଯୋଗ ଦେଇନାହ। କିନ୍ତୁ ପ୍ରଭୁ ଯୀଶୁ ଆମକୁ ସୁଯୋଗ ଦେଉଛନ୍ତି ପରିବର୍ତ୍ତନ ହେବା ନିମନ୍ତେ। କିନ୍ତୁ ବର୍ତ୍ତମାନ ସମୟରେ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଅନେକ ଲୋକମାନେ ଆଦ୍ୟ ପ୍ରେମକୁ ପରିତ୍ୟାଗ କରିଛନ୍ତି। କିନ୍ତୁ 3 ପଦରେ ଲେଖାଯାଏ, ହେ ଦେଶସ୍ଥ ନମ୍ର ଲୋକମାନେ। ଆପଣମାନେ ସଠିକ ଭାବରେ ଶୁଣନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ହେ ଦେଶସ୍ଥ ନମ୍ର ଲୋକମାନେ ତାହାଙ୍କର ଶାସନ ପାଳନ କରିଅଛ ଯେ ତୁମେ ସମସ୍ତେ ସଦାପ୍ରଭୁଙ୍କର ଅନ୍ୱେଷଣ କର, ଧର୍ମର ଅନ୍ୱେଷଣ କର, ନମ୍ରତାର ଅନ୍ୱେଷଣ କର। ହୋଇପାରେ, କ'ଣ ହୋଇପାରେ ପ୍ରଭୁଙ୍କର ପ୍ରିୟ ଲୋକମାନେ? ହୋଇପାରେ ସଦାପ୍ରଭୁଙ୍କ କ୍ରୋଧର ଦିନରେ ତୁମେମାନେ ଗୁପ୍ତ ସ୍ଥାନରେ ରୋକାଯିବ। କିନ୍ତୁ ଏଇ ମଝିରେ ହୋଇପାରେ ବୋଲି ଅଛି। କାହାକୁ କୁହାଯାଉଅଛି? ନମ୍ର ଲୋକମାନଙ୍କୁ, ପ୍ରଭୁଙ୍କର ପ୍ରିୟ ଲୋକମାନେ। ଯଦି ନମ୍ର ଲୋକମାନଙ୍କୁ ହୋଇପାରେ ବୋଲି ଲେଖାଯାଇଅଛି ମଝିରେ, ତାହେଲେ ଯେଉଁମାନେ ନମ୍ର ଲୋକ ନାହାନ୍ତି, ଅଧାର୍ମିକ ମାନେ, ମୂର୍ଖମାନେ, ସେମାନଙ୍କର କଥା ଟିକେ ଭାବି ଦେଖ। ସେଥିପାଇଁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ପ୍ରଭୁ ଯୀଶୁଙ୍କର ଆଗମନ ବିଳମ୍ବ ହେବ ନାହିଁ। ଯାହା କହିଅଛନ୍ତି ତାହା କରିବେ। ଏବଂ ଆପଣମାନେ ଭାବବାଣୀ ବା ଭବିଷ୍ୟତ ବକ୍ତାମାନଙ୍କ ବିଷୟରେ ଯଦି ଦେଖିବେ, ତାହେଲେ ଯାହା ଭାବବାଣୀ କରିଛନ୍ତି ତାହା ସଫଳ ହୋଇଅଛି। ଏବଂ ପ୍ରଭୁ ଯୀଶୁ ମଧ୍ୟ କହନ୍ତି, ସେଇ ଦିନ କି ସେଇ ସମୟ, ସେଇ ମାସ କେହି ଜାଣନ୍ତି ନାହିଁ, ସ୍ୱର୍ଗର ଦୂତ କିମ୍ବା ପୁତ୍ର ସୁଦ୍ଧା ଜାଣେ ନାହିଁ, କେବଳ ପିତା ଜାଣିଅଛି। କିନ୍ତୁ ବର୍ତ୍ତମାନ ସମୟରେ ଅନେକ ଜାଣିବା ଲୋକମାନେ ବାହାରିଛନ୍ତି। ଆପଣମାନେ ମଧ୍ୟ ସୁଧୁରି ଯାଅ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଯେଉଁମାନେ ଏହି ପ୍ରକାର ହରକତ କରୁଅଛ। କିନ୍ତୁ ଏହି ଜାଗାରେ ଲେଖାଯାଏ, ଆଉ ଥରେ ଏ ବିଷୟ ଆପଣମାନଙ୍କ ପାଖରେ ପ୍ରକାଶ କରିବା ପାଇଁ ଚାହେଁ, ହେ ଦେଶସ୍ଥ ନମ୍ର ଲୋକମାନେ ତାହାଙ୍କର ଶାସନ ପାଳନ କରିଅଛ ଯେ ତୁମେ ସମସ୍ତେ ସଦାପ୍ରଭୁଙ୍କର ଅନ୍ୱେଷଣ କର, ଧର୍ମର ଅନ୍ୱେଷଣ କର, ନମ୍ରତାର ଅନ୍ୱେଷଣ କର। ହୋଇପାରେ ସଦାପ୍ରଭୁଙ୍କ କ୍ରୋଧର ଦିନରେ ତୁମେମାନେ ଗୁପ୍ତ ସ୍ଥାନରେ ରୋକାଯିବ। ସେଥିପାଇଁ ଆପଣ ସମସ୍ତଙ୍କୁ କହିବା ପାଇଁ ଚାହେଁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆମେମାନେ ଏହି ପୃଥିବୀରେ ସେତେଦିନ ପର୍ଯ୍ୟନ୍ତ ଜୀବିଥିବା ମନୁଷ୍ୟ ଜୀବନରେ ଦୁଃଖ ଏବଂ କଷ୍ଟ, ସୁଖ ଏବଂ ଦୁଃଖ ଲାଗି ରହିବ। ଆପଣମାନେ ଜାଣନ୍ତି, କିନ୍ତୁ ମନୁଷ୍ୟ ଏହି ପୃଥିବୀରେ ନିଜର ଇଚ୍ଛାରେ ମରିପାରିବ ନାହିଁ, ନିଜର ଇଚ୍ଛାରେ ବଞ୍ଚି ମଧ୍ୟ ପାରିବ ନାହିଁ। ଏ ବିଷୟ ଆପଣଙ୍କର ମାଇଣ୍ଡରେ ଫିଟ୍ କରନ୍ତୁ। ଅନେକ ଲୋକମାନେ ଭାବନ୍ତି, ମୁଁ ମୋର ନିଜର ଇଚ୍ଛାରେ ମରୁଅଛି। କିନ୍ତୁ ଆପଣମାନେ ଭାବନ୍ତୁ ବା ଭାବି ନିଅନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ମନୁଷ୍ୟ ନିଜ ଇଚ୍ଛାରେ ମରିପାରିବ ନାହିଁ, ନିଜ ଇଚ୍ଛାରେ ବଞ୍ଚି ମଧ୍ୟ ପାରିବ ନାହିଁ। କେବଳ ସେ ପ୍ରଭୁଙ୍କର ଇଚ୍ଛାରେ ଆମେମାନେ ମରିପାରିବା, ପ୍ରଭୁଙ୍କ ଇଚ୍ଛାରେ ଆମେମାନେ ବଞ୍ଚିପାରିବା। କିନ୍ତୁ ଅନେକ ଲୋକଙ୍କର ପ୍ରଶ୍ନ ମଧ୍ୟ ଥାଏ, ମୁଁ ବିଷ ପିଇ ମରୁଏ, ସାଙ୍ଗେ ସାଙ୍ଗେ ଡେଇଁକି ମରୁଅଛି, ଫାଶୀ ମରୁଅଛି। ତୁମେ ଜାଣି ଶୁଣିକି ସେ ବିଷୟ ମରୁଅଛ। କିନ୍ତୁ କିଛି ନ କରୁଣୁ ଆପଣମାନେ କେମିତି ମରିପାରିବେ? କିନ୍ତୁ ଦାନିଏଲ ପୁସ୍ତକରେ ଲେଖାଯାଏ, ତାର 12 ପର୍ବ 1 ପଦରୁ ଆପଣମାନେ ତଳକୁ ତଳକୁ ଯଦି ଦେଖିବେ, ତାହେଲେ ଲେଖାଯାଏ, ସେ ସମୟରେ ତୁମ ଲୋକଙ୍କ ସନ୍ତାନଗଣ ସାହାଯ୍ୟକାରୀ ମିଖାଏଲ ମହାନ ଅଧିପତି ଠିଆ ହେବେ
ଓ ମନୁଷ୍ୟ ଗୋଷ୍ଠୀର ସ୍ଥିତିକାଳ ଠାରୁ ସେ ସମୟ ପର୍ଯ୍ୟନ୍ତ ଯେଉଁ ପ୍ରକାର ସଙ୍କଟ କାଳ କେବେ ହୋଇନାହିଁ, ଏହିପରି ସଙ୍କଟ କାଳ ଉପସ୍ଥିତ ହେବ। ଆଉ ତୁମ ଗୋଷ୍ଠୀ ଯେ ପ୍ରତ୍ୟେକ ନାମ ପୁସ୍ତକରେ ଲିଖିତ ହୋଇଅଛି, ସେମାନେ ପ୍ରତ୍ୟେକ ସେ ସମୟରେ ଉଦ୍ଧାର ପାଇବେ। ପୁଣି ପୃଥିବୀର ଧୂଳିରେ ଯେଉଁମାନେ ଶୟନ କରନ୍ତି, ସେମାନଙ୍କ ମଧ୍ୟରୁ ଅନେକ ଜାଗି ଉଠିବେ। କେତେକ ଅନନ୍ତ ଜୀବନ, କେତେକ ଲଜ୍ଜା ଓ ଅନନ୍ତ ଅବଜ୍ଞା ଭୋଗ ପାଇଁ ଉଠିବେ। এই ଜାଗାର ମିଖାଏଲ ପ୍ରଭୁ ଯୀଶୁଙ୍କୁ ବୁଝାଉଅଛି। ପ୍ରଭୁଙ୍କର ପ୍ରିୟ ଲୋକମାନେ, ପ୍ରଭୁ ଯୀଶୁଙ୍କ ନାମରେ ଧନ୍ୟବାଦ ହେଉ ଯେ ଆପଣମାନଙ୍କ ପାଖରେ ସମୟ ଅଛି, ସୁଯୋଗ ଅଛି। କାରଣ ବର୍ତ୍ତମାନ ସମୟର ପ୍ରଚାର ଶେଷ ଦିନର ବିଚାର। କିନ୍ତୁ ବର୍ତ୍ତମାନ ସମୟରେ ପ୍ରଚାରକମାନେ ମଧ୍ୟ, ଅନେକ ପ୍ରଚାରକମାନେ ମଧ୍ୟ ଲୋକମାନଙ୍କୁ ପାପ ବିଷୟରେ କହୁନାହାନ୍ତି, ଆଶୀର୍ବାଦ ବିଷୟରେ କହୁଛନ୍ତି। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ ଏବଂ ଲୋକମାନେ ମଧ୍ୟ ଆଶ୍ଚର୍ଯ୍ୟ ପଛରେ ଚାଲୁଛନ୍ତି। କିନ୍ତୁ ଆପଣମାନେ ପ୍ରଭୁଙ୍କ ପଛରେ ଚାଲିବା ଦରକାର। କାରଣ ପ୍ରଭୁ ଆପଣଙ୍କୁ ବିଚାର କରିବେ ଏବଂ ପ୍ରଭୁଙ୍କ ପାଖରେ ଆପଣମାନେ ନିଜର ହିସାବ ଦେବେ। ଲୋକଙ୍କୁ କାହାକୁ ଦେବାର ନାହିଁ। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ବର୍ତ୍ତମାନ ସମୟରେ ପ୍ରଚାର ଚାଲିଛି। ଅନେକ ପ୍ରଭୁଙ୍କର ପ୍ରିୟ ଦାସମାନେ କହୁଛନ୍ତି, ସୁଧୁରି ଯାଅ, ପରିବର୍ତ୍ତନ ହୁଅ। ଏବଂ ପ୍ରଭୁ ଯୀଶୁ ମଧ୍ୟ କହିଥିଲେ, ଶିଷ୍ୟମାନେ ମଧ୍ୟ କହିଅଛନ୍ତି। ଏବଂ ବର୍ତ୍ତମାନ ସମୟରେ ଅନେକ ପ୍ରଭୁଙ୍କର ପ୍ରିୟ ଦାସମାନେ ମଧ୍ୟ କହୁଛନ୍ତି। କାରଣ ବର୍ତ୍ତମାନ ସମୟରେ ପ୍ରଚାର ଚାଲିଛି, ଶୁଣିବା ଲୋକ ନାହାନ୍ତି। କିନ୍ତୁ ଏମିତି ସମୟ ଆସିବା ପାଇଁ ଯାଉଛି, ଶୁଣିବା ଲୋକ ଥିବେ, କହିବା ଲୋକ ନଥିବେ। ଆପଣ ସମସ୍ତ ଲୋକଙ୍କୁ ମୋର ଛୋଟିଆ ଅନୁରୋଧ, ପ୍ରଭୁଙ୍କର ପ୍ରିୟ ଲୋକମାନେ, ସମୟ ଥାଉ ଥାଉ, ସୁଯୋଗ ଥାଉ ଥାଉ ପ୍ରଭୁଙ୍କ ପାଖରେ ଫେରନ୍ତୁ। ନିଜର ପାପକୁ ସ୍ୱୀକାର କରନ୍ତୁ। ହୋଇପାରେ ଯଦି ଆପଣମାନେ ପାପକୁ ସ୍ୱୀକାର କରିବେ, ତାହେଲେ ପ୍ରଭୁ ଯୀଶୁ କ୍ଷମା କରିପାରନ୍ତି। ପ୍ରଭୁଙ୍କର ପ୍ରିୟ ଲୋକମାନେ, এই ଛୋଟିଆ ବାକ୍ୟ ଦ୍ୱାରା ଆପଣ ସମସ୍ତ ଲୋକଙ୍କୁ, ମୋତେ ମଧ୍ୟ ଏବଂ ଆଗକୁ ଯେଉଁ ବ୍ୟକ୍ତିମାନେ ଏହି ଭିଡ଼ିଓକୁ ଦେଖିବେ, ସେହି ସମସ୍ତଙ୍କୁ ମଧ୍ୟ ପ୍ରଭୁ ଆଶୀର୍ବାଦ କରନ୍ତୁ ଏବଂ ଆପଣଙ୍କର ସହିତ ସଦା ସର୍ବଦା ଥାନ୍ତୁ। କିନ୍ତୁ ଆପଣମାନେ ଆଦ୍ୟ ପ୍ରେମକୁ ପରିତ୍ୟାଗ କରନ୍ତୁ ନାହିଁ। ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ରଖନ୍ତୁ।